दर्शक बंधु घर सम्मुखरे मंदिर शुभ ना अशुभ विश्वकर्मा प्रकाश ग्रंथ आमको कहे जे जदि आम घरर द्वारमुह सम्मुखरे कौनसी मंदिर जदि रहुछि ताहले यह निश्चित भाव रे अनिष्ट प्रभाव पकई थाए आम घर उपरे। आमर घर सम्मुखरे द्वारमुह सम्मुखरे जदि शिव मंदिर थाए ताहले 12 वर्षरु कम बयस पिलामानंकर अकाल मृत्यु होइथिबार कथा विश्वकर्मा प्रकाश वास्तुशास्त्र हमको कहूचे। तेबे घरर आखपाख चतुर्पार्श्व जेकोसी प्रकार देवादेवी मंदिर जदि रहिछि एवं एई मंदिर जदि आमर घर ठारू अधिक हाइट अच्छी बा उच्चतार अच्छी ताहले ए मंदिर जदि छाई आम घर ऊपर पड़ुछि ताहले ए प्रकार घर पाई अनेक अमंगल बा अनिष्ट होता है। तेबे खाली जे अनिष्ट अघटन होता है ता नुहे बरं से सबू देवादेवी कृपा बा आशीर्वाद पाइबा पाई से घरर गृहकर्ता माने आशीर्वाद से सबू देवता मानक बा देवी मानक ठारू पाई पारंती नहीं, आशीर्वाद पाइबारु वंचित होती। सबुठारु बड़ गुरुत्वपूर्ण कथा दर्शक बंधु, दक्षिण बा पश्चिम दिगरे आपणक घरर दक्षिण बा पश्चिम दिगरे जदि मंदिर रहिछि एवं ए मंदिरर सूर्य उदय बेले बा सूर्यास्त समय रे मंदिरर छाई जदि आपणक घर उपरे पड़ुछि ताहले से प्रकारर गृहकर्ता मानकर अनेक किछि अशुभ परिणाम से मानक भोग करबा हेता है। जदि आपणक घरर उत्तर बा पश्चिम दिगरे मंदिर रहिछि ताले एपरि क्षेत्र रे जेकोसी देवादेवी मंदिर थाउ ना कहीं अकाल मृत्यु आपण को ग्रास करिवो। एक कथा मु कहूनी दर्शक बंधु, विश्वकर्मा प्रकाश नामक एक ग्रंथ रे जहा उल्लेख रही से तथ्य मु आपण को उपलब्ध कराऊछि। तेबे दर्शक बंधु, घर ठारू 30 फुट दूर रे आम घर ठारू 30 फुट दूर रे जदि जेकोसी मंदिर था जदि 30 फुट दूर रे मंदिर रही ताहले यह कौनसी अशुभ प्रभाव आम उपरे पकई न थाए, गृह उपरे यार कौनसी अशुभत्व न थाए। जदि 30 फुट भितर अछि एवं यह अति उच्च मंदिर रही जार छाई आम घर ऊपर पड़ुछि ताहले निश्चित भाव रे अनिष्ट हेता है। बुझी पारुथिबे दर्शक बंधु। तेबे घरर आम घरर द्वार मुह जुआड़ को हेताउ ना कहीं जो दिग को हेताउ ना कहीं जदि आम घरर बाम पार्श्व रे माँ दुर्गा, गायत्री, लक्ष्मी भली कौनसी देवींकर, माँ काली कौनसी देवींकर मंदिर जदि रहुछंती ताहले यह निश्चित भाव रे अशुभ प्रभाव पकई थांती। 30 फुट भीतर जदि रहुछंती तेबे दर्शक बंधु, एमिति जे मंदिर रे ठाकुर माने रहुचंती से ठाकुरंकर मुह जदि आपणक घर आड़ को हेकि अछि
ଆପଣଙ୍କ ଘରର ଯେକୌଣସି ଦିଗରେ ମନ୍ଦିର ଥାଉ ନା କାହିଁକି ସେ ଠାକୁରଙ୍କର ବା ଦେବାଦେବୀଙ୍କର ମୁହଁ ଯଦି ଆପଣଙ୍କ ଘର ଆଡ଼କୁ ହେଇକି ଅଛି ତାହେଲେ ଏହାର ଗମ୍ଭୀର ପରିଣାମ ଆପଣଙ୍କୁ ଭୋଗ କରିବାକୁ ହେବ। ସାଙ୍ଗେ ସାଙ୍ଗେ ତତ୍କାଳ ନୁହେଁ, ଧୀରେ ଧୀରେ ଆପଣଙ୍କର ବଂଶ କ୍ଷୟ ହେବ, ଆପଣଙ୍କର ଧନ ସମ୍ପଦ ବୃଦ୍ଧି ହେବାରେ ଆପଣଙ୍କର ନାନାଦି ପ୍ରକାରର ଅନିଷ୍ଟ ଅଘଟଣ ମାନ ଘଟିବାର ସମ୍ଭାବନା ବଳବତ୍ତର ହୋଇଯିବ। ଭଗବାନ ଭୈରବ, ନାଗଦେବତା, ମା ଶୀତଳା ଦେବୀ ଯଦି ଛୋଟ ଛୋଟ ମନ୍ଦିର ଗୁଡ଼ିକ ଅଛନ୍ତି, ଗ୍ରାମ ଦେବତୀ, ଲକ୍ଷ୍ମୀ ନାରାୟଣ, ରାଧାକୃଷ୍ଣ, ଜଗନ୍ନାଥ ମନ୍ଦିର, ଛୋଟ ଛୋଟ ମନ୍ଦିର ମାନେ ଅଛନ୍ତି, ତାହେଲେ କୌଣସି ବାସ୍ତୁ ଦୋଷ ଲାଗେ ନାହିଁ। ଘର 30 ଫୁଟ ଭିତରେ 30 ଫୁଟ ଭିତରେ ଯଦି ଆପଣଙ୍କର ବଡ଼ ମନ୍ଦିର ଅଛି ତାର ଛାଇ ଘର ଉପରେ ପଡୁଛି ତାହେଲେ ତ ନିଶ୍ଚିତ ଅନିଷ୍ଟ ହେବ। ତେବେ ଦର୍ଶକ ବନ୍ଧୁ, ଶିବ ମନ୍ଦିର ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର ମୁହଁ ଆମର ପଶ୍ଚିମ ଦିଗକୁ ହେବା ଦରକାର। ପ୍ରାଣ ପ୍ରତିଷ୍ଠିତ ଦେବାଦେବୀ ଯେଉଁମାନେ ମନ୍ଦିରରେ ରହିଛନ୍ତି ସେମାନଙ୍କର ମୁହଁ ନିଶ୍ଚିତ ଭାବରେ ପୂର୍ବ ଦିଗକୁ ହେବା ଦରକାର। ଅନେକ ଦର୍ଶକ ବନ୍ଧୁ ପ୍ରଶ୍ନ ପଚାରନ୍ତି ଯେ ଆମେ ଆମର ଘରେ ପୂଜା ଘର କରିଛୁ, ଆମେ ଠାକୁରଙ୍କୁ କେଉଁ ଆଡ଼କୁ ମୁହଁ କରି ବସେଇବୁ ବା କେଉଁ ଆଡ଼କୁ ମୁହଁ କରି ଆମେ ରଖିବୁ? ଦେଖନ୍ତୁ ଦର୍ଶକ ବନ୍ଧୁ, ଆପଣଙ୍କର ଘର, ଆପଣଙ୍କ ଘରେ ଆପଣ ଯେଉଁ ପୂଜା ଘର କରିଛନ୍ତି ସେ ପୂଜା ଘରେ ଯେଉଁ ଆପଣ ଦେବାଦେବୀ ରଖିଛନ୍ତି ସେ ଦେବାଦେବୀଙ୍କର ମୁହଁ ଆପଣଙ୍କର ଯେହେତୁ ସେ ପ୍ରାଣ ପ୍ରତିଷ୍ଠିତ ନୁହନ୍ତି, ଏମିତି ଆପଣ ଫୁଲ ପାଣି ଦେଇ ଆପଣ ନାନାବିଧ ଉପଚାର ପୂଜା ଆପଣ କରୁଛନ୍ତି, ଠିକ ଅଛି, ଏହାକୁ ଆପଣ ପଶ୍ଚିମାଭିମୁଖ କରି ରଖନ୍ତୁ। କାରଣ ଏଇଟା ଆମର ଘର, ଏଇଟା ଆମର ମନ୍ଦିର ନୁହେଁ। ଯଦି ଆମେ ମନ୍ଦିରରେ ଦେବାଦେବୀଙ୍କୁ ରଖିବା ତାହେଲେ ନିଶ୍ଚିତ ଭାବରେ ଏହାକୁ ପ୍ରାଣ ପ୍ରତିଷ୍ଠିତ କରିବା, ଏବଂ ପ୍ରାଣ ପ୍ରତିଷ୍ଠିତ କରିବା ଅର୍ଥ ଆମେ ଏହାକୁ ପୂର୍ବ ଦିଗକୁ ମୁହଁ କରି ରଖିବା। ତାର ଆମ ଘର ପୂଜା ଘରରେ ଯେଉଁ ଦିଅ ଦେବତା ରହିବେ ସେମାନେ ପଶ୍ଚିମ ଆଡ଼କୁ ମୁହଁ କରି ରହିବେ ଏବଂ ଘରୁଆ ଯିଏ ଗୃହକର୍ତ୍ତା ଯିଏ ପୂର୍ବ ଆଡ଼କୁ ମୁହଁ କରିକି ବସି ପୂଜା କରିବେ। ଇଏ ହେଉଛି ବାସ୍ତୁଶାସ୍ତ୍ରର କଥା। ତେବେ ଏଠି ଗୋଟେ କୌତୂହଳପୂର୍ଣ୍ଣ କଥା, ଗୋଟେ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଏଇଆ ଯେ ହନୁମାନଙ୍କର ମୁହଁ ସବୁ ଆଡ଼କୁ ହେଇପାରିବ। ଦର୍ଶକ ବନ୍ଧୁ, ହନୁମାନ ଏଭଳି ଦେବତା ଯାହାଙ୍କର ମୁହଁ ସବୁ ଆଡ଼କୁ ହେଇପାରିବ। ସବୁ ଆଡ଼କୁ ହେଇପାରିବ ମାନେ ପୂର୍ବ ଦିଗକୁ ହେଇପାରିବ, ପଶ୍ଚିମ ଦିଗକୁ ହେଇପାରିବ, ଉତ୍ତର ଦିଗକୁ ହେଇପାରିବ, ଦକ୍ଷିଣ ଦିଗକୁ ହେଇପାରିବ, ଊର୍ଦ୍ଧ୍ୱକୁ ମୁଖ ହେଇପାରିବ ଏବଂ ଆପଣଙ୍କର ଅଧୋମୁଖ ତ ଠାକୁର ହୁଅନ୍ତିନି, ଊର୍ଦ୍ଧ୍ୱମୁଖ ହେଇପାରିବେ। ଆମର ପ୍ରଭାବଶାଳୀ ହେଉଛନ୍ତି ହନୁମାନ। ଯଦି ଦକ୍ଷିଣ ଦିଗକୁ ମୁହଁ କରି ରହନ୍ତି, ଆମର ତ ପୂଜା ଘର ଆମେ କରିଛେ, ସେ ପୂଜା ଘରେ ଆମେ ହନୁମାନଙ୍କର ଛୋଟ ମୂର୍ତ୍ତିଟିଏ ରଖିଛେ ବା ଫଟୋଚିତ୍ରଟିଏ ରଖିଛେ, ଦକ୍ଷିଣାଭିମୁଖ କରି ରଖିବା ହିଁ ଭଲ। ତେବେ ସବୁ ଆଡ଼କୁ ମୁହଁ ହେଇପାରିବେ। ପୂର୍ବ ଆଡ଼କୁ ଯଦି ଆମେ ହନୁମାନଙ୍କର ମୁହଁ କରିବା ଆମ ଘରର ସକଳ ଶତ୍ରୁ ନିବାରଣ ହେବେ। ଦକ୍ଷିଣ ଦିଗକୁ ଯଦି ଆମେ ମୁହଁ କରି ରଖିବା ତାହେଲେ ବୀର ହନୁମାନ ସକଳ ସଙ୍କଟ, ସକଳ ବିପଦ ଆପଦ ସଙ୍କଟକୁ ମୋଚନ କରିବା ସହିତ ଭୂତ ପ୍ରେତ ବା କୌଣସି ପ୍ରକାର ନକାରାତ୍ମକ ଊର୍ଜାକୁ ଆମ ଘର ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ। ପଶ୍ଚିମ ଆଡ଼କୁ ଯଦି ମୁହଁ କରି ରଖିବା ସମସ୍ତ ବାସ୍ତୁ ଦୋଷ ନିବାରଣ ହେବା ସହିତ ଆମର କୌଣସି ପ୍ରକାରର ବିଷକ୍ରିୟା ଆମର ବା କୌଣସି ପ୍ରକାର ନେଗେଟିଭ ଏନର୍ଜି ଆମ ଘର ଭିତରକୁ ପ୍ରବେଶ କରିବ ନାହିଁ। ଯଦି ଉତ୍ତର ଦିଗକୁ ଆମେ ହନୁମାନଙ୍କୁ ମୁହଁ କରି ରଖିବା ଏକ ତନ୍ତ୍ର ଉପଚାରରେ ପୂଜା କରିବାକୁ ହୁଏ ଏବଂ ଏହା ଧନ ସମ୍ପଦକୁ ଜବରଦସ୍ତ ଆକର୍ଷଣ କରି ଆଣିଥାଏ। ଆଉ ଯଦି ଊର୍ଦ୍ଧ୍ୱ ଆଡ଼କୁ ମୁହଁ କରି ରଖିବା, ଠାକୁରଙ୍କୁ ଉପରେ ମୁହଁ କରି ରଖିବା, ତାହେଲେ ଏହା ଜନସମାଜକୁ ସମସ୍ତଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିଥାନ୍ତି। ତେବେ ହନୁମାନଙ୍କୁ ଯେକୌଣସି ଦିଗକୁ ଆପଣ ମୁହଁ କରିବାକୁ ଚାହୁଁଛନ୍ତି ଆପଣ କେବଳ ଦକ୍ଷିଣକୁ ହିଁ ମୁହଁ କରନ୍ତୁ। ଯଦି ଅନ୍ୟ କୌଣସି ଦିଗକୁ ମୁହଁ କରିବାକୁ ଚାହୁଁଛନ୍ତି ତାହେଲେ ଅଭିଜ୍ଞ ଯେମାନେ
पंडित ब्राह्मण बा जो मैंने अच्छा पंडित माने से परामर्श क्रमे आपण अन्य दिग को मुह करें अन्यथा अन्य दिग को मुह करूँ ना। तेज आज उपस्थापन आपको केमती लगे दर्शक बंधु मैं आशा करुच्ची वास्तुशास्त्र यही तथ्य आपको निश्चित भाव में भल लगी जदि भल लगुच मोर वीडियो ताल निश्चित भाव में आप सब्सक्राइब करेंगे लाइक करेंगे और आपण मानकर प्रिय परिजन मानी मोर वीडियो बहुल परिमाण शेयर करेंगे। आज तो समय दर्शक बंधु आप आगामी देर देखा से पर्यंत जय जगन्नाथ।